ବାଇବଲରେ ସ୍ୱର୍ଗ ଏବଂ ପୃଥିବୀର ଧାରଣା ହେଉଛି ଈଶ୍ୱରଙ୍କ ସ୍ଥାନ ଏବଂ ଆମର ସ୍ଥାନ ବିଷୟରେ କଥାବାର୍ତ୍ତା କରିବାର ମାର୍ଗ। ହଁ, ମୁଁ ବୁଝିପାରୁଛି। ଆମ ସ୍ଥାନଟି ବାସ୍ତବରେ ବହୁତ ଭଲ। ଆମେ ଏଠାରେ ବାସ କରୁ, ଯେଉଁଠାରେ ଗଛ, ନଦୀ, ପର୍ବତ ସବୁ ରହିଛି। କିନ୍ତୁ ଈଶ୍ୱରଙ୍କ ସ୍ଥାନ ବିଷୟରେ ମୋର ବୁଝାମଣା ଟିକେ ଅସ୍ପଷ୍ଟ ହୋଇଯାଏ। ଆମେ ବାଇବଲରେ ଯାହା ପାଇଥାଉ ତାହା ହେଉଛି ପ୍ରତିଛବି। ଆମକୁ ଈଶ୍ୱରଙ୍କ ସ୍ଥାନ ବୁଝିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରେ, ଯାହା ମୂଳତଃ ଆମ ପାଇଁ ଅସମ୍ଭବ। ତାହେଲେ ଏହି ଦୁଇଟି ଭିନ୍ନ ପ୍ରକାରର ସ୍ଥାନ ଅଟେ। ହଁ, ସେମାନେ ସ୍ୱଭାବରେ ଭିନ୍ନ ଅଟନ୍ତି, କିନ୍ତୁ ଏଠାରେ ପ୍ରକୃତରେ ଆକର୍ଷଣୀୟ ବିଷୟ ବାଇବଲରେ ଏଗୁଡ଼ିକ ସର୍ବଦା ଭିନ୍ନ ସ୍ଥାନ ନୁହେଁ। ତେଣୁ ସ୍ୱର୍ଗ ଏବଂ ପୃଥିବୀକୁ ବିଭିନ୍ନ ଦିଗ ଭାବରେ ଦେଖନ୍ତୁ, ଯାହା ସମାନ ସଠିକ୍ ସ୍ଥାନରେ ଭିନ୍ନ ହୋଇପାରେ। ଆମର ମୃତ୍ୟୁ ପରେ ସ୍ୱର୍ଗ ଯିବା ବିଷୟରେ ବହୁତ ଆଲୋଚନା କରିଥାଉ, କିନ୍ତୁ ସ୍ୱର୍ଗ ଏବଂ ପୃଥିବୀ ଜଡ଼ିତ ଏହି ବିଷୟରେ ଆମେ ଅଧିକ କଥାବାର୍ତ୍ତା କରିନଥାଉ। ଯାହା ଏକ ପ୍ରକାର ପାଗଳପଣ, କାରଣ ସ୍ୱର୍ଗ ଓ ପୃଥିବୀର ମିଳନ କିପରି ଏକଦା ସେମାନେ ସମ୍ପୂର୍ଣ୍ଣ ଭାବରେ ଏକାଠି ଥିଲେ ଏବଂ ପରେ ବିଚ୍ଛିନ୍ନ ହୋଇଯାଇଥିଲେ ଓ ପରମେଶ୍ୱର ସେମାନଙ୍କୁ ପୁଣି ଥରେ ଏକ କରୁଛନ୍ତି, ସେ ବିଷୟ ହିଁ ବାଇବଲର କାହାଣୀ। ତେବେ ଆସନ୍ତୁ ଆରମ୍ଭକୁ ଫେରିଯିବା, ଯେଉଁଠାରେ ସ୍ୱର୍ଗ ଏବଂ ପୃଥିବୀ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଅଟେ। ହଁ, ଏହା ହିଁ ଏଦେନ ଉଦ୍ୟାନ ବିଷୟରେ ବାଇବଲର ସମ୍ପୂର୍ଣ୍ଣ ବର୍ଣ୍ଣନା। ଏହା ଏପରି ଏକ ସ୍ଥାନ ଯେଉଁଠାରେ ଈଶ୍ୱର ଏବଂ ମାନବ ସମାଜ ଏକାଠି ସିଦ୍ଧ ଭାବରେ ବାସ କରୁଥିଲେ। କୌଣସି ପୃଥକ୍ ନଥିଲା। ତାପରେ ମନୁଷ୍ୟ ପରମେଶ୍ୱରଙ୍କ ସହିତ ଏକତ୍ର ମିଶି ଏକ ସୁନ୍ଦର ପୃଥିବୀ ନିର୍ମାଣ କରିବାରେ ସହଯୋଗ କରିବା। କିନ୍ତୁ ମଣିଷ ଭାବରେ ଆମେ କିଛି ଭିନ୍ନ ଭାବରେ କରିବାକୁ ଚାହିଁଲୁ। ଆମେ ଈଶ୍ୱରଙ୍କ ବିନା ଏକ ଅନ୍ୟ ଜଗତ ସୃଷ୍ଟି କରିବାକୁ ଚାହିଁଲୁ। ହଁ, ତେଣୁକରି ଆମ ପାଖରେ ଏବେ ଏହି ଦୁଇଟି ସ୍ଥାନ ରହିଅଛି। ଏହି ଦୁଇଟି ସ୍ଥାନକୁ ଏକ ସ୍ପଷ୍ଟ ପାର୍ଥକ୍ୟ କରିବା ପାଇଁ ବାଇବଲ ପ୍ରକୃତରେ ଅନେକ ପ୍ରକାରର ଶବ୍ଦ ଓ ବାକ୍ୟାଂଶ ବ୍ୟବହାର କରେ। ଆପଣ କହିଲେ ଯେ ଏହି ସ୍ଥାନଗୁଡ଼ିକୁ ଜଡ଼ିତ ହୋଇପାରେ, ତେଣୁ ଏହା କିପରି କାର୍ଯ୍ୟ କରେ ବୁଝାଇ ପାରିବେ କି? ହଁ, ଏହିଠାରେ ଆମକୁ ମନ୍ଦିର ବିଷୟରେ ଆଲୋଚନା କରିବାକୁ ପଡ଼ିବ, କାରଣ ବାଇବଲ ଜଗତରେ ଆପଣ ଏକ ମନ୍ଦିରରେ ହିଁ ଈଶ୍ୱରଙ୍କ ଉପସ୍ଥିତି ଅନୁଭବ କରନ୍ତି, ଯେଉଁଠାରେ ସ୍ୱର୍ଗ ଓ ପୃଥିବୀ ଏକାଠି ହୁଅନ୍ତି। ବାଇବଲରେ ଦୁଇ ପ୍ରକାରର ମନ୍ଦିର ବିଷୟରେ ବର୍ଣ୍ଣନା କରାଯାଇଛି। ଗୋଟିଏ ହେଉଛି ସମାଗମ ତମ୍ବୁ, ମୂଳତଃ ମୋଶାଙ୍କ ଦ୍ୱାରା ନିର୍ମିତ, ଏବଂ ଅନ୍ୟଟି ସଲୋମନଙ୍କ ଦ୍ୱାରା ନିର୍ମିତ ଏକ ବିଶାଳ ଭବନ। ଏହି ମନ୍ଦିରଗୁଡ଼ିକ ଫଳଗଛ, ଫୁଲ ଏବଂ ଦୂତମାନଙ୍କ ଛବି ଏବଂ ସବୁ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦିରେ ସଜାଯାଇଥିଲା। ଆପଣ ଉଦ୍ୟାନକୁ ଫେରୁଥିବା ଭଳି ଅନୁଭବ କରିବା ପାଇଁ ସେଗୁଡ଼ିକ ସଜାଯାଇଥିଲା। ପୁଣି ମନ୍ଦିରର ମଧ୍ୟଭାଗରେ ମହାପବିତ୍ର ନାମକ ଏକ ସ୍ଥାନ ଥିଲା, ଯାହା ଈଶ୍ୱରଙ୍କ ଉପସ୍ଥିତିର କେନ୍ଦ୍ର ଥିଲା। ଏବେ ପୁଣି ଆମେ ପରମେଶ୍ୱରଙ୍କ ନିକଟକୁ ଯାଇ ତାଙ୍କ ସହିତ ରହିପାରିବା? କିନ୍ତୁ ଏତେ ଶୀଘ୍ର ନୁହେଁ, କାରଣ ମନ୍ଦିର ମଧ୍ୟ ଏକ ସମସ୍ୟା ସୃଷ୍ଟି କରିଥାଏ। ଈଶ୍ୱରଙ୍କ ସ୍ଥାନ ତାଙ୍କ ଉପସ୍ଥିତି, ଉତ୍ତମତା, ନ୍ୟାୟ ଏବଂ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, କିନ୍ତୁ ମନୁଷ୍ୟର ସ୍ଥାନ ପାପ, ଅନ୍ୟାୟ ଏବଂ ପରିଣାମ ସ୍ୱରୂପ କଦର୍ଯ୍ୟତାରେ ପୂର୍ଣ୍ଣ। ଯଦି ଏହି ସ୍ଥାନଗୁଡ଼ିକ ଏତେ ଭିନ୍ନ ଏବଂ ପରସ୍ପର ସହିତ ସଂଘର୍ଷରତ, ତେବେ ସେମାନେ କିପରି ଏକା ହୋଇପାରିବେ? ପଶୁ ବଳି ମାଧ୍ୟମରେ ଏହାର ସମାଧାନ କରାଯାଇଥିଲା। ହଁ, ଏହା ଏକ ପ୍ରକାର ଅଜବ ଅଟେ। ଏହା ସହିତ ପଶୁ ବଳିର କ'ଣ ସମ୍ପର୍କ ଅଛି? ହଁ, ଏହି ଧାରଣାଟି ହେଉଛି ପଶୁ ବଳିଦାନ କୌଣସି ପ୍ରକାର ପାପକୁ ଆଚ୍ଛାଦନ କରେ। ଯେତେବେଳେ ପଶୁ ଆମ ପରିବର୍ତ୍ତେ ମରେ, ପୁଣି ଏହା ଏକ ପରିଷ୍କାର ସ୍ଥାନ ସୃଷ୍ଟି କରେ। ତେଣୁ କହିବାକୁ ଗଲେ, ଯେଉଁଠାରେ ଆପଣ ମନ୍ଦିରରେ ପ୍ରବେଶ କରିବା ଏବଂ ଈଶ୍ୱରଙ୍କ ଉପସ୍ଥିତିରେ ରହିବାକୁ ସ୍ୱାଧୀନ ଅଟନ୍ତି। ଠିକ୍ ଅଛି, ଯଦି ମୁଁ ଜଣେ ଇସ୍ରାଏଲୀୟ ଏବଂ ମୁଁ ଜେରୁସାଲେମରେ ରହୁଛି, ତେବେ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବାକୁ ସକ୍ଷମ। କିନ୍ତୁ ଆପଣ କହିଲେ ଯେ ବାଇବଲର କାହାଣୀ ସାରା ସ୍ୱର୍ଗ ଓ ପୃଥିବୀର ପୁନଃ ମିଳନ। ଠିକ୍, ସେଥିପାଇଁ ଆମକୁ ନୂତନ ନିୟମରେ ଯୀଶୁଙ୍କ କାହାଣୀ ପାଖକୁ ଯିବାକୁ ପଡ଼ିବ। ଯୋହନଙ୍କ ସୁସମାଚାରରେ ଆମେ ଏହି ଦାବି ଶୁଣୁ ଯେ ଈଶ୍ୱର ଯୀଶୁଙ୍କଠାରେ ମନୁଷ୍ୟ ହୋଇଥିଲେ ଏବଂ ଆମ ମଧ୍ୟରେ ବାସ କଲେ। ଏବେ ଏହି ବାସ ଶବ୍ଦଟି ପ୍ରକୃତରେ କୌତୂହଳଜନକ। ଆକ୍ଷରିକ ଭାବରେ ଏହି ଶବ୍ଦର ଅର୍ଥ ହେଉଛି ସେ ଆମ ମଧ୍ୟରେ ଏକ ତମ୍ବୁ ସ୍ଥାପନ କଲେ। ତେଣୁ ଯୋହନ ଏଠାରେ ଯାହା ଦାବି କରନ୍ତି ଯେ ଯୀଶୁ ଏକ ମନ୍ଦିର, ସେ ବର୍ତ୍ତମାନ ସେହି ସ୍ଥାନ ଯେଉଁଠାରେ ସ୍ୱର୍ଗ ଏବଂ ପୃଥିବୀ ଏକାଠି ହୁଅନ୍ତି। ଯୀଶୁଙ୍କ ବିଷୟରେ ଆକର୍ଷଣୀୟ ବିଷୟ ହେଉଛି ସେ ଏହି ସୁରକ୍ଷିତ ପରିଷ୍କାର ସ୍ଥାନରେ ରହୁନାହାନ୍ତି। ସେ ପାପୀଙ୍କ ସହିତ ଗମନାଗମନ କରୁଛନ୍ତି। ସେ ଲୋକମାନଙ୍କର ରୋଗକୁ ସୁସ୍ଥ କରି ଏବଂ ସେମାନଙ୍କର ପାପକୁ କ୍ଷମା କରୁଛନ୍ତି। ସେ ମୂଳତଃ ସ୍ୱର୍ଗର ଛୋଟ ଛୋଟ ସ୍ଥାନ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ଲୋକମାନେ ଈଶ୍ୱରଙ୍କ ଉପସ୍ଥିତିରେ ରହିପାରିବେ, କିନ୍ତୁ ସେ ପାପ ଏବଂ ମୃତ୍ୟୁର ଜଗତ ମଧ୍ୟରେ ତାହା କରୁଛନ୍ତି। ଏବଂ ସେ ସମସ୍ତଙ୍କୁ କହୁଛନ୍ତି ଯେ ସ୍ୱର୍ଗରାଜ୍ୟ ସନ୍ନିକଟ। ସେ ନିଜ ଅନୁଗାମୀମାନଙ୍କୁ ମଧ୍ୟ ନିୟମିତ ପ୍ରାର୍ଥନା କରିବାକୁ କହିଥିଲେ, ଯେପରି ଈଶ୍ୱରଙ୍କ ରାଜ୍ୟ ଆସିବ ଏବଂ ସ୍ୱର୍ଗ ପରି ତାଙ୍କର ଇଚ୍ଛା ସଫଳ ହେବ। ମାତ୍ର ଅନେକ ଲୋକ ଯୀଶୁଙ୍କ ଦ୍ୱାରା ବିଘ୍ନ ପାଇଲେ ଏବଂ ସେମାନେ ତାଙ୍କୁ ବଦ୍ଧ କଲେ। ତାହା ଆମକୁ ଏପରି ଦେଖାଯାଉଛି ଯେ
ସ୍ୱର୍ଗ ଓ ପୃଥିବୀର ପୁନର୍ମିଳନର ଯୋଜନା ନଷ୍ଟ ହେଲା। କିନ୍ତୁ ଆମକୁ ଯୀଶୁଙ୍କ ପୂର୍ବରୁ ଏକ କାହାଣୀର ଦୃଶ୍ୟକୁ ଫେରିବାକୁ ହେବ, ଯେଉଁଠାରେ ବାପ୍ତିଜକ ଯୋହନ ଯୀଶୁଙ୍କୁ ଦେଖି କହିଥିଲେ, ଏହି ଦେଖ ଈଶ୍ୱରଙ୍କ ମେଷଶାବକ, ଯିଏ ଜଗତର ପାପ ବୋହି ନେଇଯାଆନ୍ତି। ତେଣୁ ଯୀଶୁ କେବଳ ନିଜକୁ ମନ୍ଦିର ବୋଲି କହିନାହାନ୍ତି, ମାତ୍ର ସେ ମନ୍ଦିରର ବଳି ମଧ୍ୟ ବୋଲି କହିଛନ୍ତି। ହଁ, ତେଣୁ କ୍ରୁଶ ହେଉଛି ସେହି ସ୍ଥାନ ଯେଉଁଠାରେ ଯୀଶୁ ପାପକୁ ଗ୍ରହଣ କରି ଏକ ପରିଷ୍କାର ସ୍ଥାନ ସୃଷ୍ଟି କରନ୍ତି, ଯାହା ପଶୁ ବଳି ପରି ସୀମିତ ନୁହେଁ। ଯୀଶୁଙ୍କ ବଳିଦାନରେ ସ୍ୱର୍ଗ ଓ ପୃଥିବୀର ଅଧିକରୁ ଅଧିକ ବିସ୍ତାର ଏବଂ ପୁନଃମିଳନ କରିବାର ଶକ୍ତି ଅଛି। ଏବଂ ଏହା ବାସ୍ତବରେ ବହୁତ ଭଲ, କିନ୍ତୁ ଏହା ମୋ ମନରେ ଗୋଟିଏ ବଡ଼ ପ୍ରଶ୍ନ ଆଣିଦିଏ। ତାହା ହେଉଛି, ଯେତେବେଳେ ମୁଁ ମରିଯାଏ କ'ଣ ହୁଏ? ଈଶ୍ୱରଙ୍କର ବାସ କରିବା ସ୍ଥାନରେ ଯୀଶୁଙ୍କ ସହିତ ରହିବାକୁ ଉଡ଼ିଯିବି କି? ନୂତନ ନିୟମରେ ଆମେ ଜାଣୁ ଯେ ଖ୍ରୀଷ୍ଟିଆନମାନେ ମରିବା ପରେ ସ୍ୱର୍ଗରେ ଯୀଶୁଙ୍କ ସହିତ ରହିବେ, କିନ୍ତୁ ତାହା ବାଇବଲର କାହାଣୀର କେନ୍ଦ୍ରବିନ୍ଦୁ ନୁହେଁ। ଯୀଶୁଙ୍କ ମାଧ୍ୟମରେ ସ୍ୱର୍ଗ ଏବଂ ପୃଥିବୀ କିପରି ମିଳିତ ହୁଏ ଏବଂ ତାଙ୍କର ପୁନରାଗମନ ପରେ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ ହେବ, ତାହା ଉପରେ ଧ୍ୟାନ ଦିଆଯାଇଛି। ପ୍ରକାଶିତ ପୁସ୍ତକରେ ଆମେ ଏଦନ ଉଦ୍ୟାନର ଏହି ସୁନ୍ଦର ଛବି ପାଇଛୁ। ବର୍ତ୍ତମାନ ନଗର ରୂପରେ ଏକ ନୂତନ ସୃଷ୍ଟିରେ ସମସ୍ତ ମାନବ ଇତିହାସକୁ ଉଦ୍ଧାର କରି ପାପ ଏବଂ ମୃତ୍ୟୁର ଅନ୍ତ ଘଟାଇଛି। ଈଶ୍ୱରଙ୍କ ସ୍ଥାନ ଏବଂ ମାନବର ସ୍ଥାନ ପୁଣି ଥରେ ସମ୍ପୂର୍ଣ୍ଣ ଭାବରେ ଏକ ହୋଇଯାଏ। ଯଦି ଆପଣ ଏହି ଭିଡିଓକୁ ପସନ୍ଦ କରନ୍ତି ଏବଂ ଅଧିକ ଦେଖିବାକୁ ଚାହାନ୍ତି, ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲିଙ୍କ ଅଂଶୀଦାର କରନ୍ତୁ ଏବଂ ଆଗାମୀ ନୂତନ ଭିଡିଓ ପାଇଁ ଅପେକ୍ଷା କରନ୍ତୁ।